ଜୟ ଜଗନ୍ନାଥ। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ହାର୍ଦ୍ଦିକ ସ୍ୱାଗତ। ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ସହିତ ସକାଳର 12ଟି ସହଜ ଅଭ୍ୟାସ ବିଷୟରେ ଆଲୋଚନା କରିବା। ଆଜି ମୁଁ ଆପଣଙ୍କୁ ଯେଉଁ 12ଟି ନିୟମ ବିଷୟରେ କହିବାକୁ ଯାଉଛି, ଯଦି ଆପଣ ଏହି 12ଟି ନିୟମକୁ ନିରନ୍ତର ଓ ନିୟମିତ ଭାବରେ ପାଳନ କରନ୍ତି, ତେବେ ଆପଣ ଦିନସାରା ନିଜକୁ ସତେଜ ଓ ଖୁସିରେ ପରିପୂର୍ଣ୍ଣ ଅନୁଭବ କରିବେ। ଏହା ସହିତ ଆପଣ ନିଜକୁ ସୁସ୍ଥ ରଖିବା ସହିତ ଅନେକ ରୋଗରୁ ମଧ୍ୟ ନିଜକୁ ଦୂରେଇ ରଖିପାରିବେ। ଯଦି ଏହି 12ଟି ଅଭ୍ୟାସ ମଧ୍ୟରୁ ଆପଣ କେବଳ 5-6ଟି ଅଭ୍ୟାସ ମଧ୍ୟ ନିଜ ଜୀବନରେ ଆପଣାଇ ନିଅନ୍ତି, ତଥାପି ଏହି ଅଭ୍ୟାସ ଗୁଡ଼ିକ ଆପଣଙ୍କ ଜୀବନରେ ଏକ ଭଲ ପରିବର୍ତ୍ତନ ଆଣିପାରିବ। ଯଦି ଆପଣ ସମସ୍ତ ଅଭ୍ୟାସକୁ ନିଜ ଦିନଚର୍ଯ୍ୟାରେ ସାମିଲ କରି ନିଅନ୍ତି, ତେବେ ତାହା ଆହୁରି ଭଲ କଥା। ଯଦି ଆପଣ ଏହି ସମସ୍ତ ଅଭ୍ୟାସ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ସ୍ୱାମୀ ବିବେକାନନ୍ଦଙ୍କ ଅନୁସାରେ ଆମେ ସକାଳୁ ଶୀଘ୍ର ଉଠି ସକାରାତ୍ମକ ଢଙ୍ଗରେ ଦିନର ଆରମ୍ଭ କରିବା ଉଚିତ। ସକାଳର ସମୟ ଆମର ସ୍ୱପ୍ନକୁ ପୂରଣ କରିବା ଏବଂ ନିଜ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ପାଇଁ ଏକ ଶୁଭ ସମୟ। ସକାଳର ଅଭ୍ୟାସ ଆମର ସକାରାତ୍ମକ ଚିନ୍ତାଧାରା, ଉତ୍ସାହ ଏବଂ ସ୍ୱାସ୍ଥ୍ୟ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ତେଣୁ ସକାଳ ସମୟରେ ମହତ୍ତ୍ୱକୁ ବୁଝିବା ଏବଂ ସେହି 12ଟି ସହଜ ଅଭ୍ୟାସ ବିଷୟରେ ଜାଣିବା, ଯାହା ଆମକୁ ସୁସ୍ଥ ଓ ନିରୋଗୀ ରଖିବାରେ ସହାୟକ ହୋଇପାରେ ଏବଂ ଯାହାକୁ ଆମେ ସକାଳୁ ଉଠିବା ପରେ କରିବା ଉଚିତ। ପ୍ରଥମଟି ହେଉଛି ହସି ହସି ଏକ କୃତଜ୍ଞତା ଜଣାଇ ଉଠନ୍ତୁ। ସକାଳର ଅଭ୍ୟାସ ଆମ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ସକାଳୁ ହସି ହସି ଉଠିବା ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଦେବାର ଅଭ୍ୟାସର ଅନେକ ଲାଭ ରହିଛି। ସକାଳର ପ୍ରଥମ ହସ ଆପଣଙ୍କ ମସ୍ତିଷ୍କରେ ସକାରାତ୍ମକ ହର୍ମୋନର କ୍ଷରଣକୁ ବଢ଼ାଏ, ଯାହା ଫଳରେ ଆପଣଙ୍କର ସାରା ଦିନ ଭଲ ଭାବରେ କଟିପାରେ। ହସିବା ମାନସିକ ଚାପ କମାଇବାରେ ଏବଂ ମନକୁ ଶାନ୍ତି ଦେବାରେ ସହାୟକ ହୁଏ। ସକାଳୁ ଉଠି ନିଜ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ। ହେ ପ୍ରଭୁ, ମୁଁ ଆଜିର ଦିନଟି ଦେଖିପାରୁଛି। ମୁଁ ସୁସ୍ଥ ଓ ସୁରକ୍ଷିତ ଅଛି। ଏଥିପାଇଁ ଆପଣଙ୍କୁ ଧନ୍ୟବାଦ। କାରଣ ଏହି ଦୁନିଆରେ ଏପରି ଅନେକ ଲୋକ ଥିବେ ଯେଉଁମାନଙ୍କୁ ଆଜିର ସକାଳ ଦେଖିବାର ସୁଯୋଗ ମିଳୁନାହିଁ। ଆପଣଙ୍କ ପାଖରେ ଯାହା ଅଛି ସେଥିପାଇଁ ମଧ୍ୟ କୃତଜ୍ଞ ହୁଅନ୍ତୁ, କାରଣ ଆପଣଙ୍କ ପାଖରେ ଥିବା ଏହି ସାଧାରଣ ଜିନିଷ ଗୁଡ଼ିକ ମଧ୍ୟ ଅନେକ ଲୋକଙ୍କ ପାଇଁ ଅପ୍ରାପ୍ୟ ହୋଇପାରେ। କୃତଜ୍ଞତାର ଅଭ୍ୟାସ ଆପଣଙ୍କ ମନରେ ଜୀବନ ପ୍ରତି ଆଭାର ଓ ସନ୍ତୋଷର ଭାବନା ଭରିଦିଏ। ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଆପଣ ସକାରାତ୍ମକ ଓ କୃତଜ୍ଞ ଅନୁଭବ କରନ୍ତି, ସେତେବେଳେ ଆପଣ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିପାରନ୍ତି। ସକାଳର ହସ ଓ ସକାରାତ୍ମକ ଚିନ୍ତା ଆପଣଙ୍କୁ ଦିନସାରା ଉତ୍ସାହୀ ରଖିପାରେ। ତେଣୁ ପ୍ରତ୍ୟେକ ସକାଳେ ହସି ହସି ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ନିଜର ଦିନର ଆରମ୍ଭ କରନ୍ତୁ ଏବଂ ଏକ ସୁସ୍ଥ ଓ ଖୁସିର ଜୀବନ ବଞ୍ଚନ୍ତୁ। ଦ୍ୱିତୀୟଟି ହେଉଛି ଡାହାଣ ପଟକୁ କଡ଼ ଲେଉଟି ଉଠନ୍ତୁ। ସକାଳୁ ଯେତେବେଳେ ଆମେ ଉଠୁ, ସେତେବେଳେ ଡାହାଣ ପଟକୁ କଡ଼ ଲେଉଟି ଧୀରେ ଧୀରେ ଉଠିବା ଅଭ୍ୟାସ କରନ୍ତୁ। ଡାହାଣ ପଟକୁ କଡ଼ ଲେଉଟି ଉଠିବାର ଅଭ୍ୟାସର ଅନେକ ସ୍ୱାସ୍ଥ୍ୟଗତ ଲାଭ ଥିବା କୁହାଯାଏ। ଏହି ଅଭ୍ୟାସ କେବଳ ଆମ ଶରୀରର ଗଠନ ସହିତ ମେଳ ଖାଏ ନାହିଁ, ବରଂ ଶରୀରକୁ ଧୀରେ ଧୀରେ ସକ୍ରିୟ ହେବାରେ ସୁଯୋଗ ମଧ୍ୟ ଦେଇଥାଏ। ଡାହାଣ ପଟକୁ କଡ଼ ଲେଉଟି ଉଠିବା ଦ୍ୱାରା
ପାଚନ ତନ୍ତ୍ରକୁ ସହାୟତା ମିଳେ ଏବଂ ପେଟରେ ଥିବା ଏସିଡ୍ ଓ ପାଚକ ରସର ଗତି ଠିକ୍ ରହିବାରେ ସାହାଯ୍ୟ ହୁଏ ବୋଲି କୁହାଯାଏ। ବାମ ପଟକୁ କଡ଼ ଲେଉଟି ଉଠିଲେ ହୃଦୟ ଉପରେ ଅଧିକ ଚାପ ପଡ଼ିପାରେ। ଯେତେବେଳେ ଡାହାଣ ପଟକୁ କଡ଼ ଲେଉଟିଲେ ଏହି ଚାପ କମିପାରେ ବୋଲି ଏହି ପରମ୍ପରାଗତ ଧାରଣାରେ କୁହାଯାଇଛି। ଡାହାଣ ପଟକୁ କଡ଼ ଲେଉଟି ଧୀରେ ଧୀରେ ଉଠିଲେ ମେରୁଦଣ୍ଡ ଉପରେ ହଠାତ୍ ଚାପ କମ୍ ପଡ଼େ, ଯାହା ଫଳରେ ପିଠି ଓ ଅଣ୍ଟାର ଅସୁବିଧା ହେବାର ସମ୍ଭାବନା କମିପାରେ। ଧୀରେ ଧୀରେ ଉଠିବା ଦ୍ୱାରା ରକ୍ତ ସଞ୍ଚାଳନକୁ ସାଧାରଣ ହେବାରେ ସମୟ ମିଳେ ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ପହଞ୍ଚିବାରେ ସହାୟତା ମିଳେ। ଠିକ୍ ଭାବରେ ଉଠିଲେ ଶରୀରର ସନ୍ତୁଳନ ମଧ୍ୟ ଠିକ୍ ରହିଥାଏ। ତେଣୁ ସକାଳୁ ଶୋଇଥିବା ଅବସ୍ଥାରୁ ହଠାତ୍ ଉଠି ନ ଯାଇ ପ୍ରଥମେ କଡ଼ ଲେଉଟି, ତାପରେ ବସି ଏବଂ ଶେଷରେ ଧୀରେ ଠିଆ ହେବା ଏକ ଭଲ ଅଭ୍ୟାସ ହୋଇପାରେ। ତୃତୀୟ, ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କରନ୍ତୁ। ସକାଳୁ ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କରିନେବା ଏକ ସୁସ୍ଥ ଓ ନିରୋଗୀ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆପଣ ଧ୍ୟାନ ଦେଇଥିବେ, ରାତି ସାରା ଶୋଇବା ପରେ ସକାଳୁ ଉଠିଲେ ଆପେ ଆପେ ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କରିବାକୁ ଇଚ୍ଛା ହୁଏ। ଏହା ଶରୀରରେ ରକ୍ତ ସଞ୍ଚାଳନ ବଢ଼ାଇବାର ଏକ ସ୍ୱାଭାବିକ ଉପାୟ ବୋଲି ଧରାଯାଏ। ସକାଳୁ ଉଠିବା ସମୟରେ ଆମକୁ ଅଳସୁଆ ଲାଗେ, ଆଖି ଠିକ୍ ଭାବରେ ଖୋଲିବାକୁ ମଧ୍ୟ ଇଚ୍ଛା ହୁଏନି। କିନ୍ତୁ ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କରିବା ଦ୍ୱାରା ମସ୍ତିଷ୍କକୁ ଜାଗ୍ରତ ହେବାର ସଂକେତ ମିଳେ। ତେଣୁ ଯଦି ଆପଣଙ୍କୁ ସକାଳୁ ଉଠିବାରେ ଅସୁବିଧା ହୁଏ, ତେବେ ପ୍ରତିଦିନ ସକାଳୁ ଉଠିବା ପରେ ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କରିବା ଅଭ୍ୟାସ କରନ୍ତୁ। ଆପଣ ଅନୁଭବ କରିବେ ଯେ ଉଠିବା ଠିକ୍ ସହଜ ଲାଗୁଛି। ଆଜିକାଲି କମ୍ ବୟସରେ ମଧ୍ୟ ଅନେକ ଲୋକଙ୍କର ହୃଦଘାତ ହେଉଥିବା ଖବର ଶୁଣିବାକୁ ମିଳୁଛି। ଏପରି କେତେକ ଲୋକଙ୍କୁ ବ୍ୟାୟାମ କରିବା ସମୟରେ ମଧ୍ୟ ହୃଦଘାତ ହେବାର ଘଟଣା ଶୁଣିବାକୁ ମିଳେ। ଏହି କାରଣରୁ ଶରୀରକୁ ହଠାତ୍ ଝଟକା ଦେଇ କୌଣସି କାମ କରିବା ପରିବର୍ତ୍ତେ ଧୀରେ ଧୀରେ ସକ୍ରିୟ କରିବା ଜରୁରୀ। ଆମ ଶରୀର ସାରା ରାତି ଶୋଇ ରହିଥାଏ ଏବଂ ରକ୍ତ ସଞ୍ଚାଳନ ଧୀରେ ଗତିରେ ଚାଲିଥାଏ। ଏହି ସମୟରେ ହଠାତ୍ ଉଠିଗଲେ ଶରୀର ଉପରେ ଅଚାନକ ଚାପ ପଡ଼ିପାରେ। ତେଣୁ ଶୋଇଥିବା ଅବସ୍ଥାରେ ହିଁ ଶରୀରକୁ ହାଲକା ଭାବରେ ଏପଟ ସେପଟ କରନ୍ତୁ, ହାତ ଗୋଡ଼ ସିଧା କରନ୍ତୁ, ତାପରେ ଧୀରେ ଧୀରେ ଉଠିବା ଭଲ। ଏହା କରିବା ଦ୍ୱାରା ଶାରୀରିକ ଓ ମାନସିକ ଶକ୍ତିର ସ୍ତର ବଢ଼ିପାରେ। ଏହା ଦିନସାରା କାମ ପାଇଁ ଆପଣଙ୍କୁ ପ୍ରସ୍ତୁତ ଓ ଉତ୍ସାହୀ କରିଥାଏ। ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା କଲେ ମସ୍ତିଷ୍କକୁ ସତେଜ ଅନୁଭବ ହୁଏ ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟତା ମିଳିପାରେ। ସକାଳୁ ଶରୀରକୁ ହାଲକା ଭାବରେ ଟାଣି ହାତ ଗୋଡ଼ ସିଧା ଦ୍ୱାରା ଶାରୀରିକ ଓ ମାନସିକ ଚାପ କମାଇବା ମଧ୍ୟ ସହାୟକ ହୋଇପାରେ। ତେଣୁ ସକାଳେ ଏହି ସରଳ ଅଭ୍ୟାସକୁ ନିଜ ଦିନଚର୍ଯ୍ୟାରେ ନିଶ୍ଚୟ ସାମିଲ କରନ୍ତୁ। ଚତୁର୍ଥ ଘଟଣାଟି ହେଉଛି ଉଠିବା ପରେ କିଛି ସମୟ ବସି ରୁହନ୍ତୁ। ସକାଳୁ ଉଠିବା ପରେ ତୁରନ୍ତ ଠିଆ ନ ହୋଇ କିଛି ସମୟ ବସି ରହିବାର ଅଭ୍ୟାସ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇପାରେ। ଏହା ଏକ ସରଳ ପଦକ୍ଷେପ, କିନ୍ତୁ ଏହା ଆପଣଙ୍କ ଶରୀର ଓ ମସ୍ତିଷ୍କକୁ ଜାଗ୍ରତ ହେବା ପାଇଁ ସମୟ ଦିଏ। ଶୋଇବା ପରେ ହଠାତ୍ ଠିଆ ହେଲେ କେତେକ ଲୋକଙ୍କ ମୁଣ୍ଡ ବୁଲାଇପାରେ କିମ୍ବା ରକ୍ତଚାପରେ ହଠାତ୍ ପରିବର୍ତ୍ତନ ହୋଇପାରେ। କିଛି ସମୟ ବସି ତାପରେ ଠିଆ ହେଲେ ରକ୍ତ ପ୍ରବାହକୁ ଧୀରେ ଧୀରେ ସାଧାରଣ ହେବାର ସମୟ ମିଳେ। ବସିବା ସମୟରେ ଆପଣ ହାଲକା ଷ୍ଟ୍ରେଚିଂ ମଧ୍ୟ କରିପାରିବେ, ଯାହା ଫଳରେ ମାଂସପେଶୀ ଓ ଗଣ୍ଠିଗୁଡ଼ିକ ଧୀରେ ଧୀରେ ସକ୍ରିୟ ହୋଇପାରିବ।
ଏବଂ ହଠାତ୍ ଟାଣ ଲାଗିବା ସମ୍ଭାବନା କମିପାରେ। କିଛି ସମୟ ବସି ରହିଲେ ମସ୍ତିଷ୍କ ମଧ୍ୟ ଜାଗ୍ରତ ହୋଇଯାଏ ଏବଂ ଆପଣ ଦିନର ଆରମ୍ଭ ପାଇଁ ମାନସିକ ଭାବରେ ପ୍ରସ୍ତୁତ ହୋଇପାରନ୍ତି। ଏହି ସମୟରେ ଆପଣ ନିଜ ଚିନ୍ତା ଗୁଡ଼ିକ ଗୋଟିଏ ସ୍ଥାନରେ ସଜାଇ ଦିନର କାର୍ଯ୍ୟ ଯୋଜନା କରିପାରନ୍ତି। ଶୋଇଥିବା ଅବସ୍ଥାରୁ ତୁରନ୍ତ ଠିଆ ହେଲେ ଶରୀରର ସନ୍ତୁଳନ ବିଗିଡ଼ିପାରେ। ବସିବା ଦ୍ୱାରା ଶରୀରକୁ ସନ୍ତୁଳିତ ହେବାର ସମୟ ମିଳେ ଏବଂ ପଡ଼ିଯିବା କିମ୍ବା ଝୁଣ୍ଟି ପଡ଼ିବାର ସମ୍ଭାବନା କମ୍ ଥାଏ। ବେଳେବେଳେ ରାତିରେ ଆମେ ନିଦ୍ରା ପୁରା ହୋଇନଥାଏ। ଏପରି ସମୟରେ ସକାଳୁ କିଛି ସମୟ ବସି ରହିଲେ ଶରୀର ଧୀରେ ଧୀରେ ସକ୍ରିୟ ହେବାର ସୁଯୋଗ ପାଏ ଏବଂ ଆମେ ଅଧିକ ସତେଜ ଅନୁଭବ କରିପାରୁ। ତେଣୁ ସକାଳୁ ଉଠି କିଛି ସମୟ ବସି ରହିବାର ଅଭ୍ୟାସକୁ ନିଜ ଦିନଚର୍ଯ୍ୟାର ଏକ ଅଂଶ କରନ୍ତୁ। ପଞ୍ଚମ ଘଟଣା, ଦୁଇ ହାତ ପାପୁଲିକୁ ଘଷି ଆଖି ଉପରେ ରଖନ୍ତୁ। ସକାଳୁ ଉଠିବା ପରେ ଦୁଇ ହାତ ପାପୁଲିକୁ ପରସ୍ପର ଘଷି ଆଖି ଉପରେ ରଖିବାର ଅଭ୍ୟାସକୁ ଯୋଗ ଓ ଆୟୁର୍ବେଦରେ ଏକ ପାରମ୍ପରିକ ପ୍ରଥା ଭାବରେ ଦେଖାଯାଏ। ଏହି ସରଳ ପ୍ରକ୍ରିୟା କେତେକ ଉପକାରୀ ପ୍ରଭାବ ଥାଇପାରେ। ପାପୁଲିକୁ ଘଷିଲେ ଉତ୍ପନ୍ନ ହେଉଥିବା ଉଷ୍ମତାକୁ ଆଖି ଉପରେ ରଖିଲେ ଆଖିକୁ କିଛି ସମୟ ପାଇଁ ଆରାମ ମିଳେ ଏବଂ ଆଖିର ଥକାପଣ କମ୍ ଅନୁଭବ ହୋଇପାରେ। ଏହି ପ୍ରକ୍ରିୟା ଆପଣଙ୍କୁ ଦିନର ଆରମ୍ଭର କିଛି କ୍ଷଣ ଶାନ୍ତ ଏକାଗ୍ର ରହିବାରେ ସୁଯୋଗ ଦିଏ, ଯାହା ମାନସିକ ସ୍ପଷ୍ଟତା ଏବଂ ଏକାଗ୍ରତା ବଢ଼ାଇବାରେ ସହାୟକ ହୋଇପାରେ। ପାପୁଲି ଘଷିବା ଦ୍ୱାରା ହାତରେ ଉଷ୍ମ ସୃଷ୍ଟି ହୁଏ ଏବଂ ଆଖି ଓ ମୁହଁ ଚାରିପାଖରେ ହାଲକା ଉଷ୍ମତାର ଅନୁଭୂତି ହୁଏ। ସକାଳୁ ଶାନ୍ତ ଭାବରେ ଏହି ଅଭ୍ୟାସ କରିବା ମାନସିକ ଚାପ ଓ ଚିନ୍ତା କମାଇବାରେ ମଧ୍ୟ ସହାୟକ ହୋଇପାରେ। ପାପୁଲି ଘଷିବା ଦ୍ୱାରା ଶରୀରକୁ ସକ୍ରିୟ କରିବା ଏକ ସ୍ୱାଭାବିକ ଅନୁଭବ ହୁଏ। ଏହା ମସ୍ତିଷ୍କକୁ ଧୀରେ ଧୀରେ ଜାଗ୍ରତ ହେବାର ସମୟ ଦିଏ, ଆପଣଙ୍କୁ ସତେଜ ଅନୁଭବ କରିପାରେ। ଯୋଗ ଓ ଆୟୁର୍ବେଦରେ ଏହିପରି ଅଭ୍ୟାସକୁ ଶରୀର ଓ ମନର ସନ୍ତୁଳନ ସହିତ ଯୋଡ଼ି ଦେଖାଯାଏ। ତେଣୁ ସକାଳୁ ଉଠି ଦୁଇ ହାତ ପାପୁଲିକୁ ହାଲକା ଭାବରେ ଘଷି ଆଖି ବନ୍ଦ କରି କିଛି କ୍ଷଣ ଆଖି ଉପରେ ରଖିପାରନ୍ତୁ, ତେବେ ଆଖିକୁ ଜୋରରେ ଦବାଇବେ ନାହିଁ। ଷଷ୍ଠ ଘଟଣା, ପାଣି ପିଅନ୍ତୁ। ସକାଳର ଅଭ୍ୟାସରେ ପାଣି ପିଇବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଆପଣଙ୍କୁ ସୁସ୍ଥ ଓ ନିରୋଗୀ ରଖିବାରେ ସହାୟକ ହୋଇପାରେ। ଯଦି ଆପଣ ନଖ ଉଷୁମ ପାଣି ପିଇପାରନ୍ତି, ଆପଣ ସାଧାରଣ ପାଣି ମଧ୍ୟ ପିଇପାରିବେ। ସକାଳୁ ଉଠି ନିଜ ଶରୀରର ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ। ପ୍ରକୃତରେ ପାଣି ପରିମାଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀର, ବୟସ ଓ ସ୍ୱାସ୍ଥ୍ୟ ଅନୁସାରେ ବିଭିନ୍ନ ହୋଇପାରେ। ସକାଳୁ ପାଣି ପିଇବା ଦ୍ୱାରା ରାତି ପରେ ଶରୀରର ଜଳୀୟ ଆବଶ୍ୟକତା ପୂରଣ ହେବାରେ ସାହାଯ୍ୟ ମିଳେ। ଏହା ଶରୀରକୁ ସତେଜ ରଖେ ଏବଂ ଦିନର ଆରମ୍ଭରେ ଆପଣଙ୍କୁ ସକ୍ରିୟ ଅନୁଭବ କରାଇପାରେ। ପାଣି ପିଇବା ପାଚନ ପ୍ରକ୍ରିୟାକୁ ମଧ୍ୟ ସହାୟତା କରେ ଏବଂ ପେଟକୁ ସୁସ୍ଥ ରଖିବାରେ ଉପକାରୀ। ଯଥେଷ୍ଟ ପାଣି ପିଇଲେ ଶରୀରରେ ଜଳୀୟ ଅଂଶ ସନ୍ତୁଳନ ବଜାୟ ରହେ, ଯାହା ଚର୍ମକୁ ମଧ୍ୟ ସୁସ୍ଥ ରଖିବାରେ ସହାୟକ। ପାଣି ଆମ ଶରୀରର ଅନେକ ଜରୁରୀ କାର୍ଯ୍ୟ ପାଇଁ ଆବଶ୍ୟକ। ତେଣୁ ସକାଳର ଦିନଚର୍ଯ୍ୟାରେ ପାଣି ପିଇବାକୁ ନିଶ୍ଚୟ ସାମିଲ କରନ୍ତୁ। ସପ୍ତମ, ଆଖିରେ ପାଣି ଛାଟନ୍ତୁ। ଆଖିରେ ପାଣିର ଛାଟିବା ଏକ ସରଳ ଓ ସହଜ ସକାଳର ଅଭ୍ୟାସ। ସକାଳୁ ଉଠି ମୁହଁ ଧୋଇବା ସମୟରେ ସ୍ୱଚ୍ଛ ପାଣିରେ ଆଖି ଚାରିପାଖକୁ ଧୋଇ ପାରନ୍ତି। ଏହା ଆଖିକୁ ସତେଜ ଅନୁଭବ କରାଏ। ଆଖିରେ ଜମିଥିବା ଧୂଳି କିମ୍ବା ଅନ୍ୟାନ୍ୟ ବାହ୍ୟ ମଇଳାକୁ ସଫା କରିବାରେ ପାଣି ସହାୟକ ହୋଇପାରେ। ଆଖିରେ ପାଣି ଦେଲେ ଆଖିକୁ ଥଣ୍ଡା ଓ ସତେଜ ଲାଗିପାରେ ଏବଂ ନିଦ ଭାଙ୍ଗିବାରେ ସାହାଯ୍ୟ ହୋଇପାରେ। କିନ୍ତୁ ଆଖିରେ ଜୋରରେ ପାଣି ଛାଟିବା ଉଚିତ ନୁହେଁ,
ଏହି ଅଭ୍ୟାସକୁ ଆଖିର ଦୃଷ୍ଟିଶକ୍ତି ବଢ଼ାଇବା କିମ୍ବା ଆଖିର ରୋଗ ଠିକ୍ କରିବାର ଉପାୟ ଭାବରେ ଧରିବା ଉଚିତ ନୁହେଁ। ଆଖିର କୌଣସି ସମସ୍ୟା, ଲାଲ ହେବା, ଯନ୍ତ୍ରଣା କିମ୍ବା ଦୃଷ୍ଟିରେ ପରିବର୍ତ୍ତନ ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସକାଳର ଏହି ସରଳ ଅଭ୍ୟାସ ଆପଣଙ୍କୁ ଦିନର ଆରମ୍ଭରେ ସତେଜ ଓ ସଚେତନ ଅନୁଭବ କରାଇପାରେ। ଅଷ୍ଟମ, ଅଏଲ ପୁଲିଂ ବା ପାଟିରେ ତେଲ କୁଳି କରିବା। ସକାଳର ଅଭ୍ୟାସରେ ଅଏଲ ପୁଲିଂ ବା ପାଟିରେ ତେଲ କୁଳି କରିବା ବା ଘୁରାଇବା ଏକ ପୁରାତନ ଆୟୁର୍ବେଦିକ ପ୍ରଣାଳୀ ଭାବରେ ପରିଚିତ। ଏହା ପାଟିର ସ୍ୱଚ୍ଛତା ପାଇଁ ଏକ ପାରମ୍ପରିକ ପ୍ରଣାଳୀ। ପାଟିରେ କିଛି ତେଲ ରଖି ତାହାକୁ କୁଳୁକୁଳୁ କରିବା ବା କିଛି ସମୟ ଏପଟ ସେପଟ ଘୁରାଇବାକୁ ପଡ଼େ ଏବଂ ପରେ ତାହାକୁ ବାହାର କରିଦେବାକୁ ପଡ଼େ। ଏହାକୁ 5 ମିନିଟରୁ ଅଧଘଣ୍ଟା ପର୍ଯ୍ୟନ୍ତ କରିବାକୁ କୁହାଯାଇଛି। ଅଏଲ ପୁଲିଂ ମୁଖର ସ୍ୱଚ୍ଛତା ଏବଂ ଦାନ୍ତର ସ୍ୱାସ୍ଥ୍ୟରେ କିଛି ସହାୟତା କରିପାରେ। ଏହା ମୁହଁରେ ଥିବା କେତେକ ଜୀବାଣୁକୁ କମାଇବାରେ ଏବଂ ମୁଖ ଦୁର୍ଗନ୍ଧ କମାଇବାରେ ସହାୟକ ହୋଇପାରେ। କିନ୍ତୁ ଅଏଲ ପୁଲିଂ ଦାନ୍ତ ଘଷିବାର ବିକଳ୍ପ ଭାବରେ ନେବା ଉଚିତ ନୁହେଁ। ଦାନ୍ତକୁ ନିୟମିତ ଭାବରେ ବ୍ରଶ କରିବା ଏବଂ ଆବଶ୍ୟକ ହେଲେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଅଧିକ ଜରୁରୀ। ଅଏଲ ପୁଲିଂ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରିପାରିବେ। ତେବେ ତେଲକୁ କେବେ ମଧ୍ୟ ଗିଳିବେ ନାହିଁ। ଏହାକୁ ମୁହଁରେ ଘୁରାଇବା ପରେ ବାହାର କରି ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ। ଏହି ସରଳ ଅଭ୍ୟାସକୁ ଆପଣ ଚାହିଁଲେ ନିଜ ସକାଳର ଦିନଚର୍ଯ୍ୟାରେ ସାମିଲ କରିପାରନ୍ତି। ନବମ, ସୂର୍ଯ୍ୟ ଦର୍ଶନ। ସକାଳର ଅଭ୍ୟାସ ମଧ୍ୟରେ ସୂର୍ଯ୍ୟ ଦର୍ଶନକୁ ଏକ ପ୍ରାଚୀନ ଓ ପ୍ରାକୃତିକ ପ୍ରଣାଳୀ ଭାବରେ ଦେଖାଯାଏ। ସୂର୍ଯ୍ୟ ଦର୍ଶନର ଅର୍ଥ ହେଉଛି ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କୁ ଦେଖିବା। ପୁରୁଣା ସମୟରେ ସକାଳୁ ସ୍ନାନ କରି ସୂର୍ଯ୍ୟ ଦର୍ଶନ କରିବା ଏବଂ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପରମ୍ପରା ଥିଲା। ଆଜି ମଧ୍ୟ ଅନେକ ଲୋକ ଏହି ପରମ୍ପରାକୁ ପାଳନ କରନ୍ତି। ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ପାଣିର ଧାର ମଧ୍ୟରୁ ଆସୁଥିବା ଆଲୋକକୁ ଦେଖିବା ଏକ ପାରମ୍ପରିକ ପ୍ରଥା। ସୂର୍ଯ୍ୟର ଆଲୋକ ଭିଟାମିନ୍ ଡି ପାଇପାରିବାର ଏକ ପ୍ରାକୃତିକ ଉତ୍ସ, ଯାହା ହାଡ଼ ଓ ଶରୀରର ସାଧାରଣ କାର୍ଯ୍ୟ ପାଇଁ ଆବଶ୍ୟକ। ସୂର୍ଯ୍ୟର ପ୍ରାକୃତିକ ଆଲୋକ ଆମ ଶରୀରରେ ସର୍କାଡିଆନ୍ ରିଦମ୍ ବା ଜୈବିକ ଘଣ୍ଟାକୁ ସନ୍ତୁଳିତ କରିବାରେ ସହାୟକ ହୁଏ, ଯାହା ନିଦ ପାଇଁ ମଧ୍ୟ ଭଲ। ସୂର୍ଯ୍ୟର ଆଲୋକ ମନୋଭାବକୁ ମଧ୍ୟ ସକାରାତ୍ମକତା କରିପାରେ। କିନ୍ତୁ ଏଠାରେ ଏକ କଥା ବିଶେଷ ଭାବରେ ମନେ ରଖିବା ଦରକାର। ସୂର୍ଯ୍ୟଙ୍କୁ ସିଧାସଳଖ ଦୀର୍ଘ ସମୟ ଧରି ଚାହିଁ ରହିବା ଆଖି ପାଇଁ କ୍ଷତିକାରକ ହୋଇପାରେ। ତେଣୁ ସୂର୍ଯ୍ୟୋଦୟ ସମୟର ପ୍ରାକୃତିକ ଆଲୋକରେ କିଛି ସମୟ ରହନ୍ତୁ, କିନ୍ତୁ ସୂର୍ଯ୍ୟଙ୍କୁ ସିଧାସଳଖ ଚାହିଁ ରହନ୍ତୁ ନାହିଁ। ଏହି ଅଭ୍ୟାସକୁ ନେଇ ଯେଉଁ ସବୁ ସ୍ୱାସ୍ଥ୍ୟଗତ ଦାବି କରାଯାଏ, ସେଗୁଡ଼ିକ ବୈଜ୍ଞାନିକ ଭାବରେ ସବୁବେଳେ ପ୍ରମାଣିତ ବୋଲି ଧରାଯାଏ ନାହିଁ। ତେଣୁ ସୁରକ୍ଷିତ ଭାବେ ସକାଳର ସୂର୍ଯ୍ୟାଲୋକକୁ ଉପଭୋଗ କରନ୍ତୁ। ଦଶମ, ସକାଳୁ ଟିକେ ବାହାରେ ଚାଲିବା ଏବଂ ପ୍ରାତଃ ଭ୍ରମଣ। ସକାଳର ସତେଜ ପବନରେ ଚାଲିବା କେବଳ ଦିନର ଆରମ୍ଭ ପାଇଁ ଏକ ସୁନ୍ଦର ଉପାୟ ନୁହେଁ, ଏହା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ। ନିୟମିତ ଭାବରେ ସକାଳୁ ଚାଲିବା ଦ୍ୱାରା ମାଂସପେଶୀ ସକ୍ରିୟ ରହେ, ଗଣ୍ଠିଗୁଡ଼ିକ ଚଳନଶୀଳତା ବଢ଼େ ଏବଂ ସାମଗ୍ରିକ ଶାରୀରିକ ଫିଟନେସରେ ଉନ୍ନତି ଆସିପାରେ। ପ୍ରାତଃ ଭ୍ରମଣ ଦ୍ୱାରା ଶରୀରକୁ ସକ୍ରିୟ ରଖିବାର ଏକ ସହଜ ଉପାୟ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇପାରେ। ଚାଲିବା ସମୟରେ ହୃଦ୍ଗତି ବଢ଼େ, ରକ୍ତ ସଞ୍ଚାଳନ ସକ୍ରିୟ ହୁଏ ଏବଂ ନିୟମିତ ଶାରୀରିକ କ୍ରିୟାକଳାପ ହୃଦୟର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ପ୍ରାତଃ ଭ୍ରମଣ ଦ୍ୱାରା ମନ ମଧ୍ୟ ହାଲକା ଓ ଖୁସି ହୋଇପାରେ। ସକାଳର ସତେଜ ପବନ, ପ୍ରାକୃତିକ ଆଲୋକ ଆମ ଶରୀରର ଜୈବିକ ଘଣ୍ଟାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିପାରେ। ନିୟମିତ ଚାଲିବା ଦ୍ୱାରା ହାଡ଼ ଓ ଗଣ୍ଠି ପାଇଁ ମଧ୍ୟ ଭଲ। ପ୍ରାତଃ ଭ୍ରମଣ ସମୟରେ ଆରାମଦାୟକ ପୋଷାକ ଓ ଭଲ ଜୋତା ପିନ୍ଧନ୍ତୁ। ଚାଲିବା ପୂର୍ବରୁ
ଓ ପରେ ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ। ପ୍ରାତଃ ଭ୍ରମଣ ପାଇଁ ଏପରି ସ୍ଥାନ ବାଛନ୍ତୁ ଯେଉଁଠାରେ ଟ୍ରାଫିକ୍ କମ୍ ଏବଂ ପରିବେଶ ସୁରକ୍ଷିତ ହୋଇଥିବା ଦରକାର। ଏହି ସମୟରେ ଆପଣ ଚାହିଁଲେ ହାଲକା ସଙ୍ଗୀତ କିମ୍ବା ଭଜନ ଶୁଣିପାରନ୍ତି। ସକାଳର ଏହି ସରଳ ଅଭ୍ୟାସକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରି ଆପଣ ନିଜକୁ ଅଧିକ ସୁସ୍ଥ, ଖୁସି ଓ ସକ୍ରିୟ ରଖିପାରିବେ। ଏକାଦଶ, ଧ୍ୟାନ ଓ ପ୍ରାଣାୟାମ। ସକାଳୁ ଧ୍ୟାନ ଓ ପ୍ରାଣାୟାମ କରିବାର ଅଭ୍ୟାସ ଆପଣଙ୍କୁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଭାବରେ ସୁସ୍ଥ ଓ ସନ୍ତୁଳିତ ରଖିବାରେ ଏକ ଭଲ ଭୂମିକା ନେଇପାରେ। ଏହି ଅଭ୍ୟାସ ଗୁଡ଼ିକ ଆପଣଙ୍କ ଦିନର ଆରମ୍ଭକୁ ସକାରାତ୍ମକ ଓ ଉତ୍ସାହଜନକ କରିଥାଏ। ଧ୍ୟାନ ମନକୁ ଶାନ୍ତ କରେ ଓ ମାନସିକ ଚାପ କମାଇବାରେ ସହାୟକ ହୋଇପାରେ। ଧ୍ୟାନ ଦ୍ୱାରା ଏକାଗ୍ରତା ଓ ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ବଢ଼ିପାରେ। ଏହା ଭାବନାକୁ ନିୟନ୍ତ୍ରଣ କରିବା ଏବଂ ନିଜକୁ ଭଲ ଭାବରେ ବୁଝିବାରେ ମଧ୍ୟ ସହାୟକ ହୋଇପାରେ। ନିୟମିତ ଧ୍ୟାନ ନିଦର ଗୁଣବତ୍ତାକୁ ମଧ୍ୟ ଭଲ କରିପାରେ। ଧ୍ୟାନ କରିବା ପାଇଁ ଏକ ଶାନ୍ତ ଓ ଆରାମଦାୟକ ସ୍ଥାନ ବାଛନ୍ତୁ। ସୁବିଧାଜନକ ଭାବରେ ବସନ୍ତୁ, ଗଭୀର ଭାବରେ ଶ୍ୱାସ ନିଅନ୍ତୁ ଏବଂ ଧୀରେ ଧୀରେ ଛାଡ଼ନ୍ତୁ। ନିଜ ଶ୍ୱାସ ଉପରେ ଧ୍ୟାନ ଦିଅନ୍ତୁ କିମ୍ବା କୌଣସି ମନ୍ତ୍ର ଜପ କରନ୍ତୁ। ପ୍ରାଣାୟାମ ଶ୍ୱାସ ପ୍ରଶ୍ୱାସର ଅଭ୍ୟାସ ହୋଇଥିବାରୁ ଏହାକୁ ସଠିକ୍ ପ୍ରଣାଳୀରେ କରିବା ଜରୁରୀ। ବାମ ନାସାରନ୍ଧ୍ରରେ ଶ୍ୱାସ ନେଇ ଡାହାଣ ନାସାରନ୍ଧ୍ରରେ ଛାଡ଼ିବା ଏବଂ ଡାହାଣରୁ ନେଇ ବାମରୁ ଛାଡ଼ିବା ଭଳି ଅଭ୍ୟାସ କରିବା ଭଲ। ଏହା ସହିତ ଦ୍ରୁତ ଭାବରେ ଶ୍ୱାସ ଛାଡ଼ିବା ସମୟରେ ପେଟ ଭିତରକୁ ଟାଣିବା ଭଳି ପ୍ରାଣାୟାମର ମଧ୍ୟ ଉଲ୍ଲେଖ ରହିଛି। ଏପରି ପ୍ରାଣାୟାମ ଠିକ୍ ଭାବରେ ଶିଖି ନକରି ନିଜେ ଅତ୍ୟଧିକ ଦ୍ରୁତ କିମ୍ବା ଗଭୀର ଶ୍ୱାସ ନେବା ଉଚିତ ନୁହେଁ। ଜଣେ ଯୋଗ୍ୟ ଯୋଗ ଶିକ୍ଷକଙ୍କ ଠାରୁ ସଠିକ୍ ପ୍ରଣାଳୀ ଶିଖିବା ଭଲ। ଯେଉଁ ସ୍ଥାନରେ ଧ୍ୟାନ ଓ ପ୍ରାଣାୟାମ କରୁଛନ୍ତି ସେଠାରେ ଯେପରି କୌଣସି ବାଧା ନଥାଏ ତାହା ନିଶ୍ଚିତ କରନ୍ତୁ। ସକାଳର ଏହି ଦୁଇଟି ସରଳ କିମ୍ବା ପ୍ରଭାବଶାଳୀ ଅଭ୍ୟାସ ଆପଣଙ୍କୁ ମାନସିକ ଏକାଗ୍ରତା ଓ ସନ୍ତୁଳନ ରଖିବାରେ ସହାୟତା କରିପାରେ। ଦ୍ୱାଦଶ, ସୁସ୍ଥ ଜଳଖିଆ। ସକାଳର ଜଳଖିଆକୁ ଦିନର ଏକ ମହତ୍ତ୍ୱପୂର୍ଣ୍ଣ ଭୋଜନ ବୋଲି ଧରାଯାଏ, କାରଣ ଏହା ଶରୀରକୁ ଆବଶ୍ୟକ ଶକ୍ତି ଓ ପୋଷଣ ଯୋଗାଇଥାଏ ଏବଂ ଦିନସାରା ଆମକୁ ସକ୍ରିୟ ରହିବାରେ ସହାୟକ ହୋଇପାରେ। ଏକ ସନ୍ତୁଳିତ ଓ ସୁସ୍ଥ ଜଳଖିଆ ଆମକୁ ଅନେକ ଶାରୀରିକ ଓ ମାନସିକ ଲାଭ ଦେଇପାରେ। ରାତିସାରା ଖାଦ୍ୟ ନ ଖାଇବା ପରେ ସକାଳର ଭୋଜନ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଦିନର କାର୍ଯ୍ୟ ପାଇଁ ଶରୀରକୁ ପ୍ରସ୍ତୁତ କରେ। ସୁସ୍ଥ ଜଳଖିଆ ମସ୍ତିଷ୍କକୁ ମଧ୍ୟ ଆବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇଥାଏ। ଏଥିରେ ଭିଟାମିନ୍, ମିନେରାଲ, ପ୍ରୋଟିନ୍ ଓ ଫାଇବର ଭଳି ପୋଷକ ତତ୍ତ୍ୱ ରହିବା ଉଚିତ। ଦଲିଆ ଫାଇବର କେତେକ ପୋଷକ ତତ୍ତ୍ୱ ଭଲ ଉତ୍ସ। ଏହାକୁ ଦୁଧ କିମ୍ବା ପାଣିରେ ରାନ୍ଧି ତାଜା ଫଳ ସହିତ ଖାଇପାରିବେ। ଫଳରେ ଭିଟାମିନ୍, ମିନେରାଲ, ଫାଇବର ଥାଏ। ଏହାକୁ ଦହି ସହିତ ମଧ୍ୟ ଖାଇପାରିବେ। ତେଣୁ ସକାଳର ଜଳଖିଆ ଅତ୍ୟଧିକ ତେଲ ମସଲାଯୁକ୍ତ କରିବା ପରିବର୍ତ୍ତେ ସନ୍ତୁଳିତ ଓ ପୌଷ୍ଟିକ ରଖିବା ଭଲ। ସୁସ୍ଥ ଜଳଖିଆ ସକାଳର ଏପରି ଏକ ଅଭ୍ୟାସ ଯାହା ଆପଣଙ୍କୁ ଦିନସାରା ଶକ୍ତିଶାଳୀ ଓ ସକ୍ରିୟ ରହିବାରେ ସହାୟକ ହୋଇପାରେ। ଏହାକୁ ନିଜ ଦିନଚର୍ଯ୍ୟାରେ ସାମିଲ କରି ଆପଣ ନିଜ ଶାରୀରିକ ଓ ମାନସିକ ସୁସ୍ଥତାକୁ ଆହୁରି ଭଲ କରିପାରିବେ। ସନ୍ତୁଳିତ ଓ ପୌଷ୍ଟିକ ଜଳଖିଆ ଆପଣଙ୍କ ଜୀବନକୁ ସୁସ୍ଥ ଓ ନିରୋଗୀ ରଖିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ବନ୍ଧୁଗଣ, ଆପଣ ମଧ୍ୟ ନିଜ ଦିନଚର୍ଯ୍ୟାରେ ଏହି ଅଭ୍ୟାସ ଓ ନିୟମ ଗୁଡ଼ିକ ସାମିଲ କରି ନିଜ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଭଲ କରିପାରିବେ। ନିଜ ଶରୀରକୁ ସୁସ୍ଥ, ନିରୋଗୀ ଓ ଶକ୍ତିଶାଳୀ ରଖିପାରିବେ।
ଏହି ଅଭ୍ୟାସଗୁଡ଼ିକୁ ନିଜ ଦିନଚର୍ଯ୍ୟାର ଅଂଶ କରନ୍ତୁ ଏବଂ ଏହାର ଅନେକ ଭଲ ପ୍ରଭାବର ଅନୁଭବ ନିଅନ୍ତୁ। ମୁଁ ଆଶା କରୁଛି ଆପଣଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭଲ ଲାଗିଥିବ। ଆପଣଙ୍କୁ ଏହି ଭିଡ଼ିଓ କିପରି ଲାଗିଲା ଆମକୁ କମେଣ୍ଟସ୍ କରି ନିଶ୍ଚୟ ଜଣାନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ନିଜ ବନ୍ଧୁ, ପରିବାରବର୍ଗ ଓ ପରିଚିତମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଭିଡ଼ିଓଟି ଦେଖିବା ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।